ଦେଖନ୍ତୁ ଏଠି କେମିତି ବଣଭୋଜିକି ଆସିଥିଲୁ। ପୁରା ଦେଖ କେତେ ଫସଲ ହେଇଛି। ବାଇଗଣ, ଏଠି ରସୁଣ ଲାଗିଛି, ରସୁଣ, ଫୁଲ ଗଛ ବହୁତ ସାରା। ଏଠି ଭୋଜି ହଉଛି ଆଉ। ଗୋଟେ କୁଡ଼ିଆ ହେଇଛି ଘର ପାଖରେ। ଏଠି ପାଖରେ ଗୋଟେ ନାଳଟେ ଯାଇଛି କରରେ, ଜଙ୍ଗଲ ପୁରା। ଗୋଟେ କୁଡ଼ିଆ ଘର ତିଆରି ହେଇଛି। ଏଠି ରେଷ୍ଟ ଫେଷ୍ଟ ଚାଲିଛି ସବୁ। ମକା ଚାଷ ହେଇଛି, ବାଇଗଣ ଚାଷ ହେଇଛି, ଫୁଲକୋବି ଚାଷ ହେଇଛି। ଏଠି ଦେଖିପାରୁଥିବେ ମକା, ଆଉ ସେ ଆର ପଟେ ଫୁଲକୋବି ହେଇଛି। ବହୁତ ସାରା ଜିନିଷ। ସନ୍ଧ୍ୟାବେଳ ନଜାରାଟା ବି ବଢ଼ିଆ ଅଛି। ଭୋଜି କରିବାକୁ ଆସିଥିଲେ। ଦେଖନ୍ତୁ ଏଠି ଭୋଜି କରୁଥିଲେ। ଖାଇ ପିଇକି ସବୁ ଫୋପଡ଼ା ଫିଙ୍ଗା କରିକି କୁଆଡ଼େ ଯାଇଛନ୍ତି ଆଉ। ଦେଖିବା ନଦୀ, ନଦୀ ନାହିଁ, ଗୋଟେ ଛୋଟ ନାଳଟେ, ଜଷ୍ଟ ଛୋଟିଆଟେ। ଗୋଟେ ଛୋଟିଆ ଆମ୍ବ ଗଛଟେ ଦେଖନ୍ତୁ, ବଉଳ ପୁରା ଆସିଛି, ଫୁଲ ବଉଳ। ଆମ୍ବ ଫୁଲ। ଦେଖ କେମିତି ହେଇଛି। ଏଗୁଡ଼ାକ ଆମ୍ବ ଫୁଲ। ଆମ୍ବ ଆସିବା ଟାଇମ୍ ହେଇଗଲାଣି। ଛୋଟିଆ ଗଛଟେ। ଏଗୁଡ଼ା ଚାଷ ହେଇଛି ଧନିଆ ପତ୍ର। ଧନିଆ ପତ୍ର କେମିତି ହେଇଛି ଚାଷ ଦେଖନ୍ତୁ, ପୁରା ଧନିଆ ପତ୍ର। ପୁରା ଧନିଆ ପତ୍ର ସବୁ। ତା ପାଖରେ ଏଠି ବି ଫୁଲକୋବି, ଫୁଲକୋବି ଚାଷ ହେଇଛି। ଦେଖନ୍ତୁ କେମିତି ଫୁଲକୋବି ଚାଷ। ବହୁତ ପରିଶ୍ରମ କରୁଛନ୍ତି, କିନ୍ତୁ ଏଠି ଚାଷର ମୂଲ୍ୟ ସେମାନଙ୍କୁ ମିଳିପାରୁନି। କଷ୍ଟ କରିକି କରୁଛନ୍ତି। ଦେଖନ୍ତୁ କେମିତି ପାଇପ୍ ପଡ଼ିଛି ଏଠି, ଏ ପାଇପ୍ରେ ପାଣି ବହାଉଛନ୍ତି। କେତେ ବାଟ ଦେଖନ୍ତୁ। ପୁରା ବୋରୱେଲର ପାଖରୁ ପାଇପ୍ ଲମ୍ବା କରିକି ସିଷ୍ଟମ ଏମିତି ହେଇଛି, ଅନ୍ୟ କାହା ଜମିରେ ପାଣି ମାଡ଼ିବ ନାହିଁ। ଯାହାର ଦରକାର ସେ କେବଳ ତାରି ବିଲକୁ ହିଁ ନେଇପାରିବ। ପୁରା ଏ ଦେଖନ୍ତୁ ଧନିଆ ପତ୍ର ଚାଷ। ପୁରା ଧନିଆ ପତ୍ର। ଧନିଆ ପତ୍ର ପାଖକୁ ଫୁଲକୋବି, ପୁରା ଦେଖନ୍ତୁ ଫୁଲକୋବି। ପୁରା ବିଲ ଫୁଲକୋବି। ପୁରା ଦେଖନ୍ତୁ। ଏଗୁଡ଼ାକ ଭେଣ୍ଡି ଲାଗିଛି, ଗଛ ହେଇଗଲାଣି। ତାର ପଟକୁ ସାରୁ ଲାଗିଛି। ଏଠି ମଧ୍ୟ ଦେଖନ୍ତୁ, ଏପାଖେ ମଧ୍ୟ ଦେଖନ୍ତୁ, ଏଗୁଡ଼ା ସବୁ ଫୁଲକୋବି। କେତେ ଏରିଆ ଦେଖନ୍ତୁ ଫୁଲକୋବି ଲାଗିଛି। ହ୍ୟାଲୋ, ହାଏ, ନମସ୍କାର। ମୁଁ ବିଜୟ ସ୍ୱାଇଁ ୟୁଟ୍ୟୁବ୍ ଚ୍ୟାନେଲରୁ ଆପଣମାନଙ୍କୁ ସ୍ୱାଗତ କରୁଛି। କଥାରେ କହନ୍ତି ଆମ ଓଡ଼ିଆ ଭାଷାରେ ଗୋଟେ କଥା, ଚାଷ କାମ ଯାହାର କେତେ ସୁଖ ତାହାର, ସେହି ସିନା ଦୁନିଆକୁ ଯୋଗାଉଛି ଆହାର।
ଏଇଟା ଆଜ୍ଞା ଆମେ ଛୋଟବେଳେ ସ୍କୁଲରେ ପାଠରେ ମାନେ ବହିରେ ପଢ଼ୁଥିଲୁ, କିନ୍ତୁ ତାହା କେବଳ ବହିରେ ପଢ଼ିବା ପାଇଁ ଠିକ୍ ଥିଲା। ଆଜି କିନ୍ତୁ ଯୁଗ ବଦଳିଗଲାଣି, ଟେକ୍ନିକ୍ ଯୁଗ ହେଲାଣି। ଚାଷ ଯିଏ କରୁଛି ଆପଣମାନେ ଦେଖିପାରୁଥିବେ ମାର୍କେଟରେ ତା'ର ଦାମ୍ କ'ଣ, ଗୋଟେ ଚାଷୀଟାକୁ ଗଭର୍ଣ୍ଣମେଣ୍ଟରୁ କେମିତି ସହାୟତା ମିଳୁଛି, ଆଉ ଗାଁ ଗହଳିରେ ଆସିକି ସେଇଟା ଗ୍ରାଉଣ୍ଡ ଜିରୋରେ ତାଙ୍କ ପାଖରେ କ'ଣ ପହଞ୍ଚୁଛି। ଆକ୍ଚୁଆଲି କିଛି ପହଞ୍ଚି ପାରୁନି। ଦିନ ଭରି କଷ୍ଟ କରିକି ଯାହା ଫସଲ ସେମାନେ ତିଆରି କରୁଛନ୍ତି ତାହାର ସଠିକ୍ ମୂଲ୍ୟ ମିଳୁନି। ବାଧ୍ୟ ହୋଇକି ଚଷା ପୁଅଟେ ମାନେ ବାହାରକୁ ଜମି ଜାଗା ଛାଡ଼ିକି କାମ କରିବାକୁ ଯାଉଛି, କିନ୍ତୁ କ'ଣ କରିବ, ତାକୁ ତ ତା'ର ସଠିକ୍ ମୂଲ୍ୟ ମିଳିପାରୁନି। ତାକୁ ରଖିବା ପାଇଁ ସେମିତି କିଛି ସୁବିଧା ନାହିଁ। ବେଶୀ ଫସଲ ହେଲା, ତାକୁ କୋଲଷ୍ଟ କରିବା ପାଇଁ ତ ଆମ ରାଜ୍ୟରେ ସେମିତି କିଛି ସିଷ୍ଟମ୍ ନାହିଁ। ତ ସେ କରିବ କ'ଣ? ଯେତେବେଳେ ମାର୍କେଟ ରେଟ୍ ଶସ୍ତା ଅଛି ତାକୁ ବାଧ୍ୟ ସେ ଶସ୍ତାରେ ସବୁ ବିକିବାକୁ ପଡ଼ୁଛି। ଚାଷ ତ ବହୁତ କିଛି କରୁଛନ୍ତି। ଆସନ୍ତୁ, ମୁଁ କିନ୍ତୁ ଆପଣଙ୍କୁ ଆହୁରି ଗୋଟେ ବଢ଼ିଆ ଜିନିଷ ଦେଖେଇବି। ସେ ବହୁତ ସାରା ୟୁଟ୍ୟୁବ୍ ଚ୍ୟାନେଲରୁ ଦେଖିଛି ବା ନ୍ୟୁଜ୍ ମାଧ୍ୟମରେ ମଧ୍ୟ ଦେଖିଛି। ଦେଖାନ୍ତି କୁଆଡ଼େ ଆମ ଗାଁରେ ଥାଇଲାଣ୍ଡର ବରକୋଳି ହେଉଛି। ସବୁବେଳେ ମୁଁ ଦେଖେ, କିନ୍ତୁ ଖୁସି ଲାଗେ ଆମ ଗାଁରେ ଏଇ ଜିନିଷଟା ଫଳଟା ତିଆରି ହେଉଛି, କିନ୍ତୁ ମୁଁ ଦେଖିନି। ଆଜି ନିଜେ ସେ ବାଡ଼ି ପାଖକୁ ଆସିଛି ଯେ କେଉଁଠି ଏଗୁଡ଼ାକ ତିଆରି ହେଉଛି, କେମିତିଆ ହେଉଛି, ନିଜେ ଦେଖିବା ସାଙ୍ଗରେ ଆପଣମାନଙ୍କୁ ମଧ୍ୟ ଦେଖେଇବି। ସେ ବାଡ଼ିଟା ଦେଖିପାରୁଥିବେ, ଆଗକୁ ସେଇଠି ବଡ଼ ବଡ଼ ଗଛ ଦେଖାଯାଉଛି। ଆସନ୍ତୁ, ମୁଁ ଏବେ ଦେଖେଇବି ସେ ଗଛ ଗୁଡ଼ାକ କେମିତିଆ ହେଇଛି, ଆଉ ସେଥିରେ ଫଳ କେମିତି ହେଉଛି। ନୂଆ ନୂଆ ଫସଲ କରୁଛନ୍ତି, କିନ୍ତୁ ସେଥିରେ କ'ଣ କେମିତି ଇନକମ୍ ତ ମୁଁ ଜାଣିନି। ଚାଷ କରୁଥିବା ଲୋକଙ୍କୁ ପଚାରିଲେ କହିବେ। କିନ୍ତୁ ମୁଁ ଆସିଛି ଦେଖିବାକୁ ପ୍ରକୃତରେ ସେ ଗଛ କେମିତି ହେଇଛି, ସେ ଚାଷ କେମିତି ହେଇଛି, ଆଉ ସେ କୋଳି କେମିତିକା ହେଉଛି। ଏବେ ଆପଣମାନଙ୍କ ପାଖରେ ସେୟାର କରିବି ସେ ଜିନିଷଟା, ଦେଖିବାକୁ ଚାହିଁବି କେମିତି ସବୁ ହେଇଛି। ଦେଖନ୍ତୁ କେମିତି କୋଳି ହେଇଛି, ନ ଦେଖିଲେ ତ ବୁଝିପାରିବେନି। ଚାରିପଟ ନେଟ୍ ଲଗା ହେଇଛି, ନେଟ୍ କାଳେ ବାହାରୁ କିଏ ଜାନୁଆର ହେରିକା ନଷ୍ଟ କରିଦେବେ, କି ଅଲଗା ଲୋକମାନେ ଆସିକି ତୋଳିକି ନେଇଯିବେ। ସେଥିପାଇଁ ଦେଖନ୍ତୁ, ଆପଣମାନଙ୍କୁ ଦେଖାଉଛି କେମିତି କୋଳି ହେଇଛି। ଦେଖନ୍ତୁ କେତେ ମାତ୍ରାରେ ହେଇଛି। ଏଗୁଡ଼ା ସବୁ ଛୋଟ ଛୋଟ ହେଇଛି, ଆହୁରି ବଡ଼ ହେବ। ଆଉ ସେ ଦେଖିବାକୁ ଛୋଟ ସେଉ, ଆମ ଓଡ଼ିଆ ଭାଷାରେ କହୁଛନ୍ତି ନା ସେଉ। ସେ ଛୋଟ ଛୋଟ ସେଉ ଦେଖିବାକୁ ଯେମିତି, ସେ କୋଳିର ଆକାର ସେମିତିକା ହେବ। ଆପଣମାନେ ତ ଦେଖିଥିବେ ମାର୍କେଟରେ ବିକା ହେଉଥିବାର। ସେ ମୁଁ ଜୁମ୍ କରିକି ଦେଖାଉଛି, ଦେଖନ୍ତୁ କେମିତି ହେଇଛି। ପୁରା ପୁରା ଫୁଲ୍, ସେ ତଳ ପର୍ଯ୍ୟନ୍ତ ଡାଳ ଲମ୍ବିଛି, ପୁରା ତଳ ପର୍ଯ୍ୟନ୍ତ ବି ଫୁଲ୍ ହେଇକି ହେଇଛି। ତଳେ ମଧ୍ୟ କିଛି କିଛି ପଡ଼ିଛି, ଦେଖନ୍ତୁ। ଆଉ ଗଛ ଗୁଡ଼ାକ ଦେଖନ୍ତୁ, ସବୁ ବର୍ଷ କଟା ହେଉଛି କୁହନ୍ତି। ମୁଁ ଏବେ ଦେଖାଉଛି ତାର ମୂଳଟା କେତେ ମୋଟା ଅଛି। ଏସବୁ ଦୁଇ ଥର କଟା ସରିଲାଣି। ପ୍ରତିବର୍ଷ ଗୋଟେ ଥର ଫଳ ଆସି ସାରିଲା ପରେ ତାକୁ ସେମିତି ମୂଳରୁ କାଟି ଦିଆଯାଉଛି, ପୁଣି ନୂଆ ଶାଖା ହେଉଛି, ପୁଣି ସେ ଫଳିବାରେ ବ୍ୟସ୍ତ। ଦେଖନ୍ତୁ ପୁରା ଇଏ ହେଉଛି ଥାଇଲାଣ୍ଡ ବରକୋଳି ବୋଲି ଆର ନାଁ କହୁଛନ୍ତି। ଦେଖନ୍ତୁ କେମିତି ହେଇଛି, ଛୋଟ ଛୋଟ ଦେଖାଯାଉଥିବ। ଏବେ ଛୋଟ ସେଉର କଲର ଯେମିତି, ଆର କଲର ଠିକ୍ ସେମିତି। ବହୁତ ସାରା ହେଇଛି।
पूरा जमी देखा जाउनी आहरी आगु को लंबा अछि। देखंतु से बागेना करे करे मु जाउछि गछ गुड़ाक एमती ହେଇଛି कोड़ी देखंतु केमती ହେଇଛି हाथ को देखा जाउछि पूरा फूल देखिले केमती कोड़ी ହେଇଛି देखंतु केमती ହେଇଛି हाथ को देखुछि याकू थाईलैंड बरकोली कहउछन्ती देखिले केमती ହେଇଛି।